ଅଶେଷ ଧନ୍ୟବାଦ ଦିଏ। ପ୍ରିୟ ଭାଇ ଭଉଣୀ ମାନେ ଆପଣ ମାନଙ୍କୁ କହୁଥିଲି ଯେ ଆମେ କଣ କରିବା ଅଛି ଯେ ପ୍ରଭୁଙ୍କର ଆଗମନ ପାଇଁ ଆମେ ପ୍ରସ୍ତୁତ ହେବା ଦରକାର ଅଛି। କାରଣ ଏ ଜଗତ ଆମର ରହିବାର ଯୋଗ୍ୟ ଜାଗା ନାହିଁ। ଆମେ ସବୁବେଳେ ଏଠି ରହିବା ନାହିଁ। ଗୋଟେ ପଦମସ୍ତ ଖୋଲନ୍ତୁ, ଆପଣ ମାନେ ଦେଖିବେ ଯେ ମନୁଷ୍ୟର ଶେଷ ସ୍ଥାନ କେମିତି ଥିବ ଆପଣ ଟିକେ ଦେଖନ୍ତୁ। ମାଥ୍ୟୁ ତାର 25 ପର୍ବ ତାର 46 ପଦ, ମାଥ୍ୟୁ 25 ତାର 46 ପଦ। ଆଉ ହଁ ଏମାନେ ଅନନ୍ତ ଶାସ୍ତି, ଦେଖନ୍ତୁ ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକ ମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ। ଦୁଇଟା ଜାଗା ଅଛି, ଗୋଟେ ଅନନ୍ତ ଶାସ୍ତି, ଗୋଟେ ଅନନ୍ତ, ଏଇଟା ମନେ ରଖିଥାନ୍ତୁ। ଅନନ୍ତ ଶାସ୍ତି ଅଳ୍ପ ଦିନ ନାହିଁ, ଏ ଜେଲ ଯାଇକରି 15 ଦିନ ବାହାରି ଆଇବାଟା ନାହିଁ, 10 ବର୍ଷ ଖଟି କରି ଆଇବାଟା ନାହିଁ। କଣ ଅନନ୍ତ ଶାସ୍ତି, ମୃତ୍ୟୁ ପରେ କଣ ଅନନ୍ତ ଶାସ୍ତି, ନହେଲେ ଅନନ୍ତ ଜୀବନ। ମୁଁ ଆପଣମାନଙ୍କ ସହିତ ଗୋଟେ ଛୋଟ ମେସେଜ ରଖିବା ପାଇଁ ଚାହେଁ। ପୁଣି ଥରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆପଣ ଅସ୍ତବ୍ୟସ୍ତ ହେବେ ନାହିଁ, ମୁଁ ଅଳ୍ପ ସମୟ ଭିତରେ ସାରିଦେବି। କାରଣ ମିଟିଂର ଶେଷ ଦିନ ଏସବୁ ଥାଏ, ଧନ୍ୟବାଦ ଥାଏ, ପାଚିଆ ଦେବାଟା ଥାଏ, ଫୁଲମାଲା ପିନ୍ଧାଇବାଟା ଥାଏ, ଏସବୁ ଏଇଟା ମିଟିଂର ଗୋଟେ ଅଂଶଟା ଏଟା। ତେଣୁ ଶେଷ ଦିନ ଆମେ ଚେଷ୍ଟା କରିବା କେତେ ବେଗି ଆରମ୍ଭ କରିବୁ ବୋଲବାଟା, ଆମେ କେତେ ଶୀଘ୍ର ଆରମ୍ଭ କରିବୁ ଯେପରି ଆମେ ଶେଷ ଦିନ ଅଧିକ ସମୟ ଆମେ ବାକ୍ୟ ଶୁଣିପାରିବୁ। ମୋର ପ୍ରିୟ ମାନେ, ଆଗାମୀ ସମୟ ଜଗତ ଆମ ପାଇଁ ସୁରକ୍ଷାର ଜାଗା ନୁହେଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି। ଆଉ ମୁଁ ଆପଣମାନଙ୍କୁ କହୁଥିଲି ଆମମାନଙ୍କୁ ମେଘମାଳା ପର୍ଯ୍ୟନ୍ତ ଯିବାର ଅଛି। ତ ମୁଁ ଆଜି ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ମେଘମାଳାରେ ଆସୁଛନ୍ତି। ତାମାନେ କଣ ରେପଚର, କାହିଁକି ରେପଚର ହବ, କାହିଁକି ମଣ୍ଡଳୀ ଗୁପ୍ତ ଆଗମନରେ ନିଆଯିବ, କଣ ପାଇଁ, এইটা ଟିକେ ଆଜିର ବାକ୍ୟରୁ ଆମେ ଧ୍ୟାନ କରିବା ପାଇଁ ଯିବା। ଆଉ ଯାହା ବି ଆମେ ଧ୍ୟାନ କରିବା ଶାସ୍ତ୍ର ଆଧାରିତ ବିଷୟ ଧ୍ୟାନ କରିବା। ଅନେକ ଲୋକ ଜାଣି ନାହାନ୍ତି, ଭାବୁଛନ୍ତି କଣ ଏ ଜଗତ ଏକା ସବୁ କିଛି, ଧନୀ ମାନେ ଜାଣି ନାହାନ୍ତି। ଆମ ଦେଶରେ ଯେତେ ଧନୀ ଅଛନ୍ତି, ବୈଜ୍ଞାନିକ ମାନେ, ଶିଳ୍ପପତି ମାନେ, ଆଇଏଏସ୍ ଅଫିସର ମାନେ ଜାଣି ନାହାନ୍ତି, ଭାବୁଛନ୍ତି ଏ ଜଗତ ଏକା ସବୁ କିଛି, ଏଠି ଖାଇବୁ ପିଇବୁ ଆରାମରେ ଥିବୁ, ଆମକୁ କିଏ କଣ କରିଦେବ ବୋଲି ଭାବୁଛନ୍ତି। କିନ୍ତୁ ତୁରୀ ଶବ୍ଦ ହେଇଗଲା ବୋଲେ ଖେଳ ସବୁ ଖତମ। ପ୍ରଭୁଙ୍କ ଲୋକମାନେ ସୁରକ୍ଷିତ ଜାଗାକୁ ଚାଲିଯିବେ। ମୋ ପ୍ରିୟ ଭାଇ ଭଉଣୀ ମାନେ, ଏଇଟା ଅଛି ମଣ୍ଡଳୀ ପାଇଁ ସବୁଠାରୁ ବଡ ଆଶ୍ୱାସନା, ଏଇଟା ସବୁଠାରୁ ପ୍ରଭୁଙ୍କର ବହୁତ ବଡ ପ୍ରତିଜ୍ଞା ମଣ୍ଡଳୀ ପାଇଁ। ପ୍ରକାଶିତ ବାକ୍ୟ ଯଦି ଦେଖିବେ ତାର 3 ପର୍ବ 10 ପଦ, ପ୍ରକାଶିତ ବାକ୍ୟ 3 ପର୍ବ 10 ପଦ। ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀ ମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷା କାଳ ଆସିବ, କଣ ଆସିବ? ଖାଲି ଭାରତ ପାଇଁ ନାହିଁ, ଆମେରିକା ପାଇଁ ନାହିଁ, ଇଂଲଣ୍ଡ ପାଇଁ ନାହିଁ, କୋଉ ଦେଶ ପାଇଁ ନାହିଁ, ପୃଥିବୀର ସବୁ ଦେଶ ଉପରକୁ ଭୟଙ୍କର ସମୟ ଆସୁଛି। ଏବେ ଲୋକ ରୋଗ କଣ ଭଲରେ ଜାଣି ନାହାନ୍ତି। ତା ଏବେ କଣ ସବୁ ଜିଲ୍ଲାରେ ଗୋଟେ ଗୋଟେ ମେଡିକାଲ କଲେଜ ହବ, ତାପରେ କଣ ହବ ସବୁ ଗାଁରେ ଗୋଟେ ଗୋଟେ ମେଡିକାଲ କଲେଜ କରିବେ। ସେମିତି ଟାଇମ ଆସିବ, କାହିଁକି ଏତିକି ରୋଗ ହବ, ତାର ଚିକିତ୍ସା କରିବା ପାଇଁ ଡକ୍ଟର ନିୟନ୍ତ ହେବେ, ହସ୍ପିଟାଲ ବି କମ ପଡିବ। ଆଗକୁ ଦେଖନ୍ତୁ, ଆର୍ଥିକ ସମସ୍ୟା ବଢି ବଢି ଚାଲିବ, ସ୍ୱାସ୍ଥ୍ୟଗତ ସମସ୍ୟା ବଢି ଚାଲିବ, ଶିକ୍ଷାର ସମସ୍ୟା ବଢି ଚାଲିବ। ଆଗାମୀ ସମୟ ଆପଣ ଦେଖନ୍ତୁ, ଜଗତର ସମସ୍ୟା ଅତି ଭୟଙ୍କର ଥିବ। କିନ୍ତୁ ସେ ଆଗାମୀ ଭୟଙ୍କର ସମସ୍ୟା ଆସିବା ପୂର୍ବରୁ ପରମେଶ୍ୱର ତାଙ୍କର ମଣ୍ଡଳୀକୁ ସୁରକ୍ଷିତ ଜାଗାକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଟାକୁ ଆମେ କଣ ବୋଲି କହୁଛୁ? ଗୁପ୍ତ ଆଗମନ ବୋଲି କହୁଛୁ। ସମସ୍ତ ଜଗତ ଉପରକୁ ଆସିବ। ଯଦି ଆପଣ ଦାନିଏଲ ପୁସ୍ତକ ଦେଖିବେ ତାର 12 ପର୍ବ 1 ପଦ, ଦାନିଏଲ 12 ପର୍ବ ତାର 1 ପଦ। ସେହି ସମୟରେ ତୁମ୍ଭ ଲୋକଙ୍କ ସନ୍ତାନ ଗଣର ସାହାଯ୍ୟକାରୀ ମିଖାଏଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତି କାଳ ଠାରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇନାହିଁ, ଏପରି ସଙ୍କଟର କାଳ ଉପସ୍ଥିତ ହେବ। ସଙ୍କଟର କାଳ ଆସୁଛି, ଗୋଟେ ଭୟଙ୍କର ସମୟ ଆସୁଛି। ସେମିତିକା ସମସ୍ୟା ସମୟ ପୃଥିବୀରେ କେବେ ଆସିନାହିଁ। এটা আমার মন্ত্রী মানে জানি নাহান্তি, আমার এমএলএ মানে জানি নাহান্তি, ডাক্তার বাইবলের লেখা আছে। বাইবল ন পড়বা যে এটা জানি হব
ଜାଣି ହେବ ନାହିଁ। ଶେଷ କାଳ ବିଷୟ ବୁଝିବାର ଅଛି, ବାଇବଲ ଟିକେ ପଢିବାର ଅଛି। ଆମର ଦେଶରେ ବାଇବଲ ପଢିବାକୁ ମନା କରୁଛନ୍ତି କଣ ପାଇଁ? ବାଇବଲ ପଢିଲେ ସତ ଜାଣିବ, ଆରେ ୟାକେ ଭୋକ ବନେଇ ହେବ। ଯୋଉ ଲୋକ ଥରେ ବାଇବଲ ପଢିବ ତାଙ୍କର କିଏ ଭୋକ ବନେଇ ପାରିବ? ସମସ୍ତଙ୍କୁ କହିବା ପାଇଁ ଯେ ଏଟଲିଷ୍ଟ ଜୀବନ କାଳର ଥରେ ବାଇବଲ ପଢନ୍ତୁ, ବାଇବଲ ପଢନ୍ତୁ। ବାଇବଲ ନ ପଢିବା ଯାଏ ପୃଥିବୀର ଅବସ୍ଥା ଜାଣିପାରିବେ ନାହିଁ। ଗୋଟେ ସମୟ ଆସୁଛି, ଗୋଟେ ଭୟଙ୍କର ସମୟ, ଯୋଉ ସମୟ ବିଷୟରେ କେହି ପରିକଳ୍ପନା କରିନାହାନ୍ତି। ହ୍ୟୁମାନ ମାଇଣ୍ଡରେ ସେଇଟା ଏବେ ଯେ ସେ କଷ୍ଟ ବିଷୟ ଆମେ ବୁଝିପାରିନାହୁଁ। ଏମିତିକା ସମସ୍ୟାର ସମୟ ଆସୁଛି। ଖାଲି ତୁରୀ ଟିକେ ବାଜୁ, ମଣ୍ଡଳୀ ଟିକେ ଉଠାଇ ନିଆଯାଉ। ଖ୍ରୀଷ୍ଟଙ୍କୁ ସାକ୍ଷାତ କରିବା ପାଇଁ ମଣ୍ଡଳୀ ମେଘମାଳାକୁ ଯିବା ପାଇଁ ପ୍ରସ୍ତୁତ ହେବା ଦରକାର। ଆଉ ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯୋଉ ଅବସ୍ଥାରେ ଅଛୁ, ଚର୍ଚ୍ଚକୁ ଆସି ହେବ, ସ୍ୱର୍ଗକୁ ଯାଇ ହେବ ନାହିଁ। ଆମର ଚରିତ୍ର ଯୋଉ ପ୍ରକାର, ଆମର ଚାଲିଚଳନ ଯୋଉ ପ୍ରକାର, ଆମର ଆଚାର ବ୍ୟବହାର ଯୋଉ ପ୍ରକାର, ଆମେ ଯୋଉ ପ୍ରକାର ଜୀବନ କାଟୁଛୁ, ଏଇ ଅବସ୍ଥାରେ ପ୍ରିୟ ଭାଇ ଭଉଣୀ ମାନେ ଆମେ ଚର୍ଚ୍ଚକୁ ଆସିପାରିବା, ମିଟିଂକୁ ଯାଇପାରିବା, କିନ୍ତୁ ଏଇ ଅବସ୍ଥାରେ ପରମେଶ୍ୱରଙ୍କ ରାଜ୍ୟକୁ, ଏଇଟା ମନେ ରଖିଥାନ୍ତୁ ସମସ୍ତେ। ମୁଁ ସେବକ ଭାବରେ କହୁଛି, ପ୍ରତ୍ୟେକଙ୍କର ଜୀବନକୁ ନିଜେ ହିଁ ସମୀକ୍ଷା କରିବା ଅଛି। ଆପଣ ଲୋକ ଭୋକ ହବନି, ଆପଣ ନିଜେ ଭୋକ ହବନି ଯାଆନ୍ତୁ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି। କୋଉଠି ଆସୁଛନ୍ତି? ମେଘମାଳାକୁ। ସେ ମେଘମାଳାକୁ କାହିଁକି ଆସୁଛନ୍ତି? ଏ ଗୁପ୍ତ ଆଗମନ କାହିଁକି ହେବ? ରେପଚରଟା କାହିଁକି ହେବ? ପ୍ରଥମ ବିଷୟ କଣ? ଯେ ସାଧୁ ଲୋକମାନେ, ପ୍ରଭୁଙ୍କ ଲୋକମାନେ ଏ ଜଗତରୁ ପରିତ୍ରାଣ ପାଇ ଚାଲିଯିବେ, ଏ ଜଗତରୁ ମୁକ୍ତ ହେଇ ଚାଲିଯିବେ। ସେଇଥିପାଇଁ ସେ ଆସୁଛନ୍ତି। ଆମେ ଯୋଉ ପରିତ୍ରାଣ ପାଇଛୁ, ଏ ପରିତ୍ରାଣଟା ଗୋଟେ ପର୍ଯ୍ୟାୟର ଶେଷ ପର୍ଯ୍ୟାୟରେ ଅଛୁ। ମୋର ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ରିପେଣ୍ଟେନ୍ସଟା ୱାନ୍ ଟାଇମ୍ ଇଭେଣ୍ଟ ନୁହଁ, এটা ଲାଇଫ ଟାଇମ୍ ପ୍ରୋସେସ ଅଟେ। ରିପେଣ୍ଟେନ୍ସ ଇଜ ନଟ୍ ଏ ୱାନ୍ ଟାଇମ୍ ଇଭେଣ୍ଟ ବଟ୍ ଲାଇଫ ଟାଇମ୍ ପ୍ରୋସେସ। ଆମକୁ ଜୀବନ ସାରା ପରିବର୍ତ୍ତନ 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 ଅନୁତାପ କରି କରି ଯିବାର ଅଛି। ଆଉ ପ୍ରଭୁ ଯୀଶୁ କାହିଁକି ଆସୁଛନ୍ତି? ଆପଣଙ୍କୁ ମତେ ସେ ଫାଇନାଲ ପରିତ୍ରାଣ ଦେବା ପାଇଁ ସେ ଆସୁଛନ୍ତି। ଏଇଟା ଆପଣ ମନେ ରଖିଥାନ୍ତୁ। ଆପଣ ଦେଖିବେ ଏଭଳି 9 ପର୍ବ 27-28 ଟିକେ ପଢିବେ। ଏଭଳି 9 ପର୍ବ ତାର 27-28। ମନୁଷ୍ୟ ମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ। ଥର ମରବ ମନୁଷ୍ୟ, ଥରେ ଏକା ମରବ, ଆଉ ଦ୍ୱିତୀୟ ଥର ନାଇଁ ନିଆରି। ମଲା ପରେ ମରବାଟା ନାଇନି। ଅନନ୍ତ କାଳ ସ୍ୱର୍ଗରେ ଯିବ, ଅନନ୍ତ କାଳ ନରକରେ ଯିବ, আর ତାପରେ ଆରି ମରବାଟା ନାଇଁ ନିଆରି। ଏବେ ମରି ହେବ, ମରଲା ପରେ ମରି ହେବ ନାହିଁ। ধনিয়ারে নরকে মরব তাকি নাই, লাজরার স্বর্গে মরব তাকি নাই। না ধনী মরিব না লাজরে মরব, থরে একা মরিব। মনুষ্য ମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ, ଆଉ ତାହା ପରେ ବିଚାର ନିରୂପିତ ଅଛି। ତାପରେ କଣ ଲେଖା ହଉଛି? ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ, ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ, ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ, ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। କାହାର ପରିତ୍ରାଣ? ଅପେକ୍ଷାରେ ଥିବା ଲୋକ। କୋଉ ପରିତ୍ରାଣ? ଏ ଜଗତରୁ ପରିତ୍ରାଣ, ଏ ପାପର ଜଗତରୁ ପରିତ୍ରାଣ। ଏବେ ଆମେ ପରିତ୍ରାଣ ପାଇଛୁ, ପାପର ଜଗତରେ ଅଛୁ। ପରିତ୍ରାଣ ପାଇଛୁ, ଆମର ଶରୀରରେ କଷ୍ଟ ଅଛି, ଅଛି କି ନାହିଁ? ଆଜି ଜଣେ ଭଉଣୀ କହୁଥିଲା, ଆଜ୍ଞା ଯେତେ ପବିତ୍ର ଜୀବନ କାଟିବ ବୋଲି ଆଜ୍ଞା ସେତିକି ଅସୁବିଧା ଆସୁଛି। ଯଦି ଅସୁବିଧା ଆସୁଛି ପ୍ରାର୍ଥନା ବା ଛାଡ଼ିଦିଅ, ଭଲ ହେଇଥିବ। ସମସ୍ତ କହିବା ପାଇଁ ଚାହେଁ, ଯେତେ ଲୋକ ଆଜି କଷ୍ଟରେ ଅଛ, ପ୍ରାର୍ଥନା ବା ଛାଡ଼ିଦିଅ, ଭଲରେ ଥିବ। କାରଣ ତୁମେ ପ୍ରାର୍ଥନା କରୁଥିବା ଶୈତାନ ହଇରାଣ କରୁଛି ତମକୁ। ଶୈତାନ କଣ କହୁଛି? ମକେ ଥରେ ମୁଣ୍ଡିଆ ମାରିଦିଅ, ସବୁ ତମକେ ଦେଇଦେବି। ଯଦି ମୁଣ୍ଡିଆ ମାରବ ନାହିଁ ତ ସବୁকে ହଇରାଣ କରୁଥିବି। ଏବେ ଯେତିକି ଲୋକ ଜଗତରେ ଆରାମରେ ଅଛନ୍ତି, କଣ ତାକେ ମୁଣ୍ଡିଆ ମାରି ମାରି ଆକା, ଇତି ମୁଣ୍ଡିଆ ସିତି ମୁଣ୍ଡିଆ, ମୁଣ୍ଡିଆ ମାରି ମାରି ମାର୍ଜନ ହେଇଛନ୍ତି। କିନ୍ତୁ ଇତି ଆକା, ଆରେ ଆକୁ ନାଇଁ ନିଆରି। ଯୋଉମାନେ ଶୈତାନକୁ ମୁଣ୍ଡିଆ ମାରିବେ ନାହିଁ, ଜଗତର କଷ୍ଟରେ ଏକା ଥିବେ ସେମାନେ। ସ୍ୱାସ୍ଥ୍ୟର ସମସ୍ୟା, ପାରିବାରିକ ସମସ୍ୟା, ଆର୍ଥିକ ସମସ୍ୟା, ବ୍ୟବସାୟର ସମସ୍ୟା ଥିବ, କାରଣ ଏ ଜଗତ ପାପାତ୍ମାର ଅଧୀନରେ ଅଛି। କିନ୍ତୁ ପ୍ରଭୁ ଯୀଶୁ ଆସିଲେ କଣ ହେବେ? ଆପଣ ମାନେ ଏ ଜଗତରୁ ମୁକ୍ତ ହେଇ ଚାଲିଯିବେ। ଆପଣଙ୍କ ଶରୀର ମୁକ୍ତି ପାଇଯିବ, ଏ ପାପର ଜଗତରୁ ବାହାରିକି ପଳେଇବେ। ଆମେ ରକ୍ଷା ପ୍ରାପ୍ତ ହେଲେ ମିଶା ଏବେ କୋଉଠି ଅଛୁ? ପାପର ଜଗତରେ ଅଛୁ। ଏଠି ପ୍ରାର୍ଥନା କରି ଗଲା ପରେ କଣ? ଆରି ଘରେ ମାଡଗୋଳ ଚାଲିବ। ଏବେ ସତ ନା ନାଇଁ? ଏବେ ପ୍ରାର୍ଥନା ସରିଯିବ, ଘରେ ଗଲା ପରେ 10ଟା ଦେଲେ ଟିଭି ପକାଇ ଆମର ସାଥିରେ ବସି ଦେଇଥିବ,
অলপ ଦେଖିବି ବେଲେ ଆଖି ଆସିଛି ନା ଅସୁବିଧା ଅଛି, ହୁଡାହୁଡି ଅଛି, ଦେହ କଷ୍ଟ ଅଛି, କିନ୍ତୁ ଯୀଶୁ ଯେବେ ଆସିଲା ପରେ ଏ କଷ୍ଟ ଆଉ ରହିବ। এইଥିପାଇଁ ଯୀଶୁ ମେଘମାଳାରେ ଆସୁଛନ୍ତି, ଯେପରି ଜଗତକୁ ସମସ୍ୟା ଆସିବା ପୂର୍ବରୁ ଆପଣ ମାନେ ମେଘମାଳାନ୍ୱିତ ହେଇପାରିବେ। ପ୍ରଥମ ବିଷୟ, ଯୀଶୁ କାହିଁକି ଆସୁଛନ୍ତି? ସାଧୁ ମାନଙ୍କୁ ସମ୍ପୂର୍ଣ୍ଣ ପରିତ୍ରାଣ ଦେବା ନିମନ୍ତେ। ସମ୍ପୂର୍ଣ୍ଣ ପରିତ୍ରାଣ, এটা হচ্ছে আমার ফাইনাল পরিত্রাণ। আপনারা দেখিবে প্রথম পিতর প্রথম অধ্যায় তার 5 পদ। প্রথম পিতর প্রথম অধ্যায় তার 5 পদ। ଯେଉଁ ପରିତ୍ରାଣ ଶେଷ କାଳରେ ପ୍ରକାଶିତ ହେବା ପାଇଁ, ହଁ, ଶେଷ କାଳରେ ଗୋଟେ ପରିତ୍ରାଣ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥି ନିମନ୍ତେ ତୁମ୍ଭେମାନେ ଈଶ୍ୱରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହୁଅଛ। এটা কোন ଶେଷ କାଳ ଯୋଉ ପରିତ୍ରାଣ, কোন ଫାଇନାଲ ପରିତ୍ରାଣ। ଯୀଶୁ କାହିଁକି ମେଘମାଳାରେ ଆସୁଛନ୍ତି? ଆମକୁ ଫାଇନାଲ ପରିତ୍ରାଣ। ଏ ଜଗତ ଉପରକୁ ଯୋଉ ବିପତ୍ତି ଆସିବ, ସେ ବିପତ୍ତିରେ ଆପଣ ଅଂଶୀ ହେବେ ନାହିଁ। କରୋନାର ପ୍ରଭାବ ଥିଲା, କିନ୍ତୁ ମହାକ୍ଲେଶର ପ୍ରଭାବ ରହିବ ନାହିଁ। ତା ପୂର୍ବରୁ ଆପଣ ଚାଲିଯିବେ, ଏଇଟା ମୁଁ ବିଶ୍ୱାସ କରେ। ଏଇଟା ବାଇବଲର ଅନେକ ପଣ୍ଡିତ ମାନେ, ପୃଥିବୀର ଅନେକ ବାଇବଲ ଶିକ୍ଷକ ମାନେ ଏଇଟା ବିଶ୍ୱାସ କରନ୍ତି ଯେ ମହାକ୍ଲେଶ ପୂର୍ବରୁ ମଣ୍ଡଳୀ ମେଘମାଳାକୁ ନୀତ ହେବ। ତ ପ୍ରଥମ ବିଷୟ, ଯୀଶୁ ମେଘମାଳା କାହିଁକି ଆସୁଛନ୍ତି? ଆପଣ ମାନେ ସେ ଯିବା ପାଇଁ ପ୍ରସ୍ତୁତ ଥାନ୍ତୁ। ତୁରୀ ବାଜିଲେ ଯିବାର ଅଛି। ଆପଣଙ୍କ ଜୀବନ କେମିତି ଅଛି? ମୋର ଜୀବନ କେମିତି ଅଛି? ଏବେ ଜାଣା ପଡୁନି, ତୁରୀ ବାଜିଲେ ଜାଣା ପଡିବ। ପ୍ରିୟ ମାନେ, ତୁରୀ ବାଜିଲା ପରେ ଯେ ମେଘମାଳାକୁ ଯାଇପାରୁଛି, ସେ ଆକା ଅରିଜିନାଲ ଖ୍ରୀଷ୍ଟିଆନ। ତୁରୀ ବାଜିଲା ପରେ ଯେ କବର ଫଟାଇ କରି ବାହାରୁଛି କି ନାହିଁ, ସେ ଆକା ଅରିଜିନାଲ ଖ୍ରୀଷ୍ଟିଆନ। ଏବେ ଆମର କବର ଲିପା ଚାଲିଛି କି ନାହିଁ? ଆରମ୍ଭ ହବ କେତେ ଦିନ ଗଲେ, ସତ କି ନାହିଁ? ଆମେ ମାନେ କେ ମାଟି ଲିପୁଛି, କେ ସିମେଣ୍ଟ ବନାଉଛି, କେ ମାର୍ବଲ ପକାଉଛି। 3 ଭାଇ କଥା ହଉଥିଲେ ମୁସ୍କା ମନେ, ନା ମାର୍ବଲରେ କବର ନ ବନାଉ, କିସ ହେଲା ନା ତୁରୀ ବାଦଲା ଲୁଟି ପାରବ ନାହିଁ ବୋଲିକରି। ପ୍ରିୟ ମାନେ, ତମେ କବରକୁ ଯେମିତି ବନାଇଥାଅ ଯେ ପ୍ରଭୁରେ ଥାଇ ମରିଥିବ, ସେ କବର ଫଟାଇ କରି ବାହାରବାଟା ଭାବି ଦେଖ। ସେ ତୁରୀ କେମିତି ତୁରୀ? 1000 ବର୍ଷ ପୂର୍ବେ ମରିଥିବା ଲୋକ ମଧ୍ୟ, 2000 ବର୍ଷ ପୂର୍ବେ ମରିଥିବା ଲୋକ ମଧ୍ୟ ସେ ଶୁଣିବ, ଆଉ ସେ ଧୂଳିରୁ ସେ ଉଠିବ, ଆଉ ଆପଣ ରୂପାନ୍ତରିତ ହେବେ। ଏବେ କଣ କରୁଛନ୍ତି? ଏଲୋ ଚିଙ୍ଗଡି ମୁଣ୍ଡି, ସେତେବେଳେ ଚିଙ୍ଗଡି ମୁଣ୍ଡି ପୁରା ଦିଶ ବନାଇନି, ଏଲୋ ବୁଟକି, ଏଲୋ ଭବୁଡି, ଏମିତି ନାହିଁ। କେମିତି ଦେଖାଯିବ? ଖ୍ରୀଷ୍ଟ ଯେପରି ସେ ବି ସେହିପରି ତାର ଶରୀର ହେଇଯିବ। ତ ପ୍ରଭୁ ଆପଣ ମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରଥମ ବିଷୟ, ପ୍ରଭୁ ଯୀଶୁ আসবা যায় কায় কষ্ট, এ দুঃখা সুখা ঔষধ খাওয়ার, প্রার্থনা করবার, বঞ্চি করে থিবার, মরিগলে প্রভুর থাই মরবার, প্রভুর থাই বঞ্চবার। আর অন্য উপায় নাই নি, আরে অন্য উপায় নাই। বেড়ে বেড়ে কেন কবে, এলো তুই এতে প্রার্থনা করছু, এতে প্রার্থনা করছিল, তোতে একা এতে রোগ দুঃখ আস, মুখে নাই, কিচ্ছু নাই। তুই তো শয়তান নাতনি, তোকে কাই রোগ দুঃখ হব, তোতে কাইকি হব? তুই তো ସବୁବେଳେ টিভি দেখুছু, আর ସବୁ মকে সবু ভাল করে দিস বললো। এ প্রার্থনা করি কাকে বাইবেল দিশু নাই, তাকে টিভি মিশা। শয়তান তো কହୁଛି ভাল করে দেখ বলি করি, খুঁটি বারা বসে দেখুଥିବେ টিভি। প্রভু আইলা বেলে কেমতি করব টিভি দেখি মানে? রিমোট ধরে উড়ব না? কেমতি করব তুমি? রিমোট ধরে উড়ব? পুড়িয়া খেপু মানে কেমতি করবে তেবে? অধা বাট উড়ি করি উড়ব কি? কেমতি করব? মদ নিশার অধা বাট জীবন তার নিশা ভাঙব কি? ନାଇଁ କଣ ହେଟା କହୁଛି? ପୁଅ ଝିଅ ଫୋନରେ କଥା ହଉ, ତୁରି ବାସିଲେ ଉଡି ଉଡି କରି, ରେ ହେମନ୍ତ ମୁଇଁ ଉଡିଲିନି ରେ, ମୁଇଁ ବି ଉଡିଲିନି ଲୋ ବୋଲିକରି କଣ କର, ଉଡି ଉଡି ଯିବ ଦୁଇ ଲୋକ। ନାଇଁ କଣ କରିବ? ଏଇଠି ଆପଣ କେମିତି ଜୀବନ କାଟୁଛନ୍ତି ଇମ୍ପୋର୍ଟାଣ୍ଟ। ପ୍ରଥମ ବିଷୟ କଣ କରିବେ? ପ୍ରଭୁ କାହିଁକି ଆସୁଛନ୍ତି? ପ୍ରଥମ ବିଷୟ ହଉଛି ସାଧୁ ମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବା ପାଇଁ। ଆଉ ଦ୍ୱିତୀୟ ବିଷୟ, ପ୍ରଭୁ କାହିଁକି ଆସୁଛନ୍ତି ମେଘମାଳାରେ? ମାଥ୍ୟୁ ତାର 24 ପର୍ବ 31 ପଦ। ମାଥ୍ୟୁ 24 ତାର 31। ଆଉ ସେ ମହାତୁରୀ ଧ୍ୱନି ସହିତ ଆପଣ ଦୂତମାନଙ୍କୁ ପ୍ରେରଣ କରିବେ, ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ। କଣ କରିବେ? ସେ କାହିଁକି ଆସୁଛନ୍ତି? ତାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବା ପାଇଁ। ଯେମାନେ ମନୋନୀତ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ସମସ୍ତେ ନାହିଁ।
ମନୋନୀତ ନାହିଁ ସେମାନେ କଣ କରିବେ ସେ ମନୋନୀତ ଲୋକମାନଙ୍କୁ ସଂଗ୍ରହ କରିବା ପାଇଁ ଆସୁଛନ୍ତି ମନୋନୀତ କି ଆପଣ ମନୋନୀତ କି ଫାଇନାଲ ଲିଷ୍ଟରେ ଅଛନ୍ତି କି ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯଦି ଆମର ଆଧାର କାର୍ଡ ଆକା ବାରମ୍ବାର ଚେଞ୍ଜ କରୁଛନ୍ତି ଚେକ୍ କରୁଛନ୍ତି ଭୋଟର ଲିଷ୍ଟ ଚେକ୍ କରୁଛନ୍ତି ସ୍ୱର୍ଗ ଯିବା ଲିଷ୍ଟ କେମିତି କରିବେ ଆଖିଲି ଭିତରେ ବାହାରି ଯିବେ କଣ କରିବେ ମୋର ପ୍ରିୟ ଭାଇ ଭଉଣୀ ମାନେ ଆପଣ ଯଦି ଉଡାଜାହାଜରେ ଯିବା କେବେ ଯିବେ କି ନାହିଁ ଯିବେ ଗୋଟେ ଦିନ ସରକାର କହିଛନ୍ତି ସବୁକେ ନେବି ବୋଲି କରି ତମକୁ ହାବାଇ ଚପଲ ନଥିଲେ ମିଶା ହାବାଇ ଜାହାଜରେ ନେବି ବୋଲି ଆମର ନାନା କହିଲା ଅଛି ସେ ନେବେ ସମସ୍ତଙ୍କୁ ତ ଆପଣ ଯିବେ କିନ୍ତୁ ଉଡାଜାହାଜରେ ଗଲା ବେଳେ ମିଶା କଣ ହବ ସବୁ ଚେକ୍ ହେଲେ ଆକା ଏମିତି ବାସେ ଜଗଲା ପରେ ପାଲାଇ ହେବ ନାହିଁ ବସ୍ ଭିତରେ ଚଢିଲା ପରେ ଟିକେଟ ଚେଞ୍ଜ କରୁଛି କିନ୍ତୁ ଉଡାଜାହାଜ ସେମିତି ନାହିଁ आगे टिकेट चेक हेबो तापर सब सामान चेक हेबो तुमके चेक करबे तारपर जाई करी नहीं आजिबो मु थरे गला बेलकू मोर पॉकेट 5 टका कॉइन गोटे थिला सेंती मेसेज करू के कला क्या है बोला ये बम तेरी गला परा क्या है बोला रो बेटली 5 टका उधार रखी दिली उधार चेक कला आरी केदरी कर गली 5 टका दिली भीतर 5 टका कॉइन को क्या करूची अरे पिन कोटा नहीं हबो नहीं भाभी देखंतु प्रिय माने जदी हमें फ्लाइट रे गला केतकी कोठो करा बोले हमर भीतर तो खाली पापा का भर्ती अछि ए सब धरी कर कोन नीले आसमान की पार जाएंगे कूटी जाएंगे ये भाई जदी सब जदी नीले आसमान के पार जाएंगे तबे नरक कौन जाएंगे नहीं कौन जीवा है एटा मैं कहूची जदि मधुआ स्वर्गे जीव जुआरी स्वर्गे जीव पुड़िया खाऊ स्वर्गे जीव ए डबल सिम मिसा स्वर्गे जीव नरके के जीव तबे के जीव मोर प्रिय भाई बहन माने तोरे मो डबल सिम बोलाटा जन को बादी गला ओरे वीडियो बनाई मको हुडी पकाउछ निरंजन तोर भूल शिक्षा दे फसी गले ए बा मुई पुनी फसी गली परे सब लोग सुनले मको कहले आज्ञा तुम किस्ता भूल शिक्षा दे बा मुई तो बेसी कथा कहूची भूल बोला कही दीथि कहीं बोली पर देखला बेलकू से डबल सिम मके हुडी पकाउची कौन कहूची तांकर 5टा स्त्री थिले तांकर 3टा थिले तांकर 10टा थिले सोलोमन 1000टा थिले थाबे आमके गोटे थिबार अछि मृत्यु छड़ा आरी के अलगा ने भितरे मिसा गोटे डांडे मिसा गोटे कौन बोली कहउछनी नाही नाही प्रभु को दास मान का गोटे थिबार अछि बाकी लोग जतकी थिले कहीं बोले प्रभु को दास माने कौन सेवारे बेसी व्यस्त थिबे से माने स्त्री मान को जत्न नहीं पारबे नहीं भाई से को गोटे थिबे बाकी लोग व्यापार बाट करवा लोग माने बुझा नहीं देखो नहीं प्रिय भाई बहन माने बाइबल सेंती कुए नहीं बाइबल गोटे कथा कुए सीधा कथा कुए मुई सीधो लोक भावना ठिया ही नहीं मुई मिसा सीधो नहीं तमे मिसा सीधो नहीं यदि सीधो है माने प्रभु को राज्य को आमर जीवन छोट बड़ जहाँ भी भूल अच्छी आम गोटे गोटे विषय सजाड़ा दरकार कहीं से कौन कर तुरी शब्द कहीं हेबो ख्रीष्टाश्रित साधु मान को क्लेश पूर्व बाहर कर नहीं जावाई फाइनल परित्राण देवाई कौन हेबो कहीं प्रभु आसुच्चंती प्रिय भाई बहन माने मनोनीत लोक मान को संग्रह करने मु समस्त को कहूँ जदि कार यूट्यूब चालू नहीं यूट्यूब जदि कार चालू नहीं मके हुड़ी दियो भयंकर चालू यूट्यूब रे कौन करबा मोर फोटो पकाई कर हुड़ी दियो कि ना 50,000 लोग तो सेंतिया का देखबा समस्त को जदि कार यूट्यूब चालू नहीं गोटे ऑप्शन दोची मोर फोटो पकाओ मके कुटकुटा हुड़ी दियो तो मोर यूट्यूब चालू 50-60 तो 2 दिन रे देखि देबे आराम रे तापर तुम जोटा करबो बेसे बारंबार हुड़ुते लेके सुनबे कि गोरतस न हुड़ले सुनबे और प्रिय भाई भौणी माने मके खुड़ी देई कर यूट्यूब चले बोले हबो कि कम हुड़ा सुनुची मुई दुटा तो जे बाले से हुड़ रे हुड़ माने मु केंती जाई छेबे से म्युनिसिपालिटी कोतरा गाड़ी पड़ा जतके कोतरा नि ढालो बोली करे और प्रिय भाई भौणी माने म आपन मन को कहि रखे सेटा मु टेंशन नहीं मोर वरी सेटा नहीं एतकी गिदड़ी कहीं दौची और हुड़ा के मैं हासी दिल्ली नहीं बोली करी कहीं टाइम आसब प्रभु जब आसबे कि नहीं गोटे कथा कहबे बेस उत्तम दास भितरे आसो एतकी कह दे तो मोर जीवन धन्य हो गला कि नहीं एतकी खाली सेतकी प्रभु कहतु बोली करी सबके हुड़ुची सबके सुधारुची बदली जा बोली जदि आज मुरा आड़ा की आड़ा एटा
ଆରେ କି ବାସ୍ତା ବାସ୍ତା ଆମ୍ବା କୋଉଠି ବାସ୍ତା ମା ବୋଲି ଲେଖା ଗୋଟେ ବାସ୍ତା ମା ମୁଁ ଏବେ ଯେ ବୁଝିପାରୁନି ବାସ୍ତା ଆମା କି ବାସ୍ତା ଆମ୍ବା କୋଉଟା ମିଶା ହୁଏ ହେଲା ଏଠି ଆସିଛି ଯଦି ମୁଁ ପ୍ରଚାର କଲା ବେଳକୁ ଯଦି ଆପଣ ପରିବର୍ତ୍ତନ ହେବେ ନାହିଁ ବିଚାର ଦିନ ପଚାରବେ ଏ ଆସିଥିଲା କି ନାହିଁ ଆସିଥିଲେ ପ୍ରଭୁ ପ୍ରଚାର କଲେ ମାତ୍ର ମଝି ମଝିରେ ଟିକେ ହସାଉଥିଲେ ତ ମୁଇଁ କମେଡି କରୁଛନ୍ତି ବୋଲି ମୁଇଁ ଭାବିଲି କମେଡିଆନ ତ ଜୟୀ ବୁଢା ବୁଢା ବୋଲି ମିଶା ଦେଲେ ଚାଲ ବାଲ ବାଛି ତ ମୁଇଁ ଜୟୀ ବୁଢା ନହେଲେ ସେ ହିନ୍ଦୀ କିଏ ସେଟା ଜନି ଲିବର ମୁଇଁ ପ୍ରିୟ ମାନେ ବୁଝ ବୋଲି କହିଲେ ମତେ ଜୋକର ବନାଇ ଦଉଛନ୍ତି ଜୋକର ନାହିଁ ଯଦି ହସାଉଥିଲେ ତ ପ୍ରଭୁ ମୁଇଁ ଭାବିଲି ଏଟା ହସାଇବା କଥା ବୋଲି ଭାବିଲି ପ୍ରଭୁ ବୋଲବେ ପରେ ଭଗବ ଯଦି କହି ନଥିବି ମକେ ଥାପବେ ହରେ କାଲିଆ ମୁଆ ଯାଇଥିଲୁ କାହିଁକି କହିଲୁ ନାହିଁ ନାଇଁ ପ୍ରଭୁ ଏତେ ପ୍ରେମରେ ଡାକିଥିଲେ ଆଜିକାଲି ତ କେ ଡାକୁ ମିଶା ନାହାନ୍ତି ଯଦି ଆରି ବାଦଲା ପରା କହିଲେ ଡାକବେ ନାହିଁ ବୋଲି ଟିକେ କମ କହିଲି ପ୍ରଭୁ କିସ ପାଇଁ ଯାଇଥିଲୁ ଦେଶୀ କୁକୁଡ଼ା ଖାଇବାକୁ ମାଛ ଖାଇବାକୁ ମଟନ ଖାଇବାକୁ ସୁକ୍ସି ଖାଇବାକୁ ଡାବରୁଣ୍ଡା ଆଣିବାକୁ ଯାଇଥିଲୁ କଣ ପାଇଁ ଯାଇଥିଲୁ ବୋଲେ କିସଟା ଜବାବ ଦେବି କଣ ଜବାବ ଦେବି ପ୍ରଥମ ଥର ମତେ କେ ଡାବାଲ ଦେଇଛନ୍ତି ଧନ୍ୟବାଦ ଏବେ ପିନ୍ଧିବି ଏଟା କମିଶା ପ୍ରିୟ ଭାଇ ଭଉଣୀ ମାନେ ମୁଁ କହିବା ପାଇଁ ଚାହେଁ ଆମର ଉଦ୍ଦେଶ୍ୟ କଣ ଆପଣ ମାନଙ୍କୁ ବୁଝାଇବା ପାଇଁ ଟିକେ ବୁଝ ବୋଲି କହିବା ପାଇଁ ସେ ବୁଝ ବୋଲି କହି ଦୁନିଆର କଥା କହିଲେ ଆମକେ ବାକନା ବେଟୁଛନ୍ତି କଣ କହୁଛନ୍ତି ଏ ଦେଶିଆଟା ବେଶୀ ଦେଶିଆ କହିବ ବେଶୀ ହସାଇବ ଆମେ ନ ଯାଉ ନ ଆଶା ମୋର କିଛି କ୍ଷତି ହବ କି ଡାକବା ଲୋକର କ୍ଷତି ହବ ପରେ ଡାକବେ ନା ନାଇଁ ଆଜ୍ଞା ଆପଣ ଆସିଲେ ଲୋକ ଆସୁନାହାନ୍ତି नो ପ୍ରୋବ୍ଲେମ କିଏ ଧରା ନ ପଡିଲେ ମୋ ସ୍ତ୍ରୀ ଧରା ପଡିବେ ତାଙ୍କେ କହିବେ ସେଆରେ କେନ ଯିବେ ପ୍ରିୟ ଭାଇ ଭଉଣୀ ମାନେ ମୋର ଉଦ୍ଦେଶ୍ୟ କଣ କହିବାଟା ମୋର କାମ ମୁଁ ଆପଣ ମାନେ କହିବା ପାଇଁ ଦ୍ୱିତୀୟ ବିଷୟ ପ୍ରଭୁ କାହିଁକି ଆସୁଛନ୍ତି ମନୋନୀତ ଲୋକମାନଙ୍କୁ ସଂଗ୍ରହ କରିବା ପାଇଁ ଆଉ ତୃତୀୟ ବିଷୟ ଆମେ ମେଘମାଳାକୁ କାହିଁକି ଯିବା କଲୋସ୍ୟ ତାର 3 ପର୍ବ 4 ପଦ କଲୋସ୍ୟ 3 ପର୍ବ 4 ପଦ ତୃତୀୟ ବିଷୟ ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ ଆମମାନଙ୍କ ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ ଯେତେବେଳେ ସେ ପ୍ରକାଶିତ ହେବେ ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଯେତେବେଳେ ସେ ପ୍ରକାଶିତ ହେବେ ସେତେବେଳେ ତୁମେ ମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ଗୌରବରେ ପ୍ରଭୁ ଯେବେ ପ୍ରକାଶିତ ହେବେ ଆମେ ବି ଗୌରବରେ ସେଟା ପାଇଁ ଶାସ୍ତ୍ରୀ ମେଘମାଳାରେ ଗୌରବ ଏବେ ଆଟା ଦୁକା ପିଟି ଦୁକା ଜଲା ପୋଡା ହିଣ୍ଡି ପାରୁନୁ ବାଗଟା ହିଁ ଯେବେ ସେ ଆସିବେ ଆମେ ବି ଗୌରବାନ୍ୱିତ ସେଇଥିପାଇଁ ମେଘମାଳ କାହିଁକି ପ୍ରିୟ ମାନେ ଆପଣଙ୍କ ଲକ୍ଷ୍ୟ ମେଘମାଳ ପର୍ଯ୍ୟନ୍ତ ଥିବା ଅଛି ମୁଇଁ କାଲି ସେତିକି ପ୍ରାର୍ଥନା କରୁଛି ପ୍ରଭୁ ମେଘମାଳ ଦେଖେଇବା ପାଇଁ ସାହାଯ୍ୟ କର ତାପରେ ତ ଆଚ୍ଛା ଦିନ শুরু ଆରି ତାପରେ ଆମର ଆଚ୍ଛା ଦିନ ଷ୍ଟାର୍ଟ ଖାଲି ମେଘମାଳ ଯାଇଥିବା ତୁରି ବାଜିଲେ ରୂପାନ୍ତରିତ ହେଲା ପରା ଶରୀର ଥିବାର ଅଛି ସମସ୍ତ କହୁଛି ଶରୀର ଦୁକା ସୁକା ଥାଉ ଆଟା ଦୁକା ପିଟି ଦୁକା ଦୁକାନ ଶରୀର କି ନାହିଁ ମୁଣ୍ଡ ଥିଲେ ମୁଣ୍ଡ ଦୁକା ହେବ କି ନାହିଁ ହେବ ବାଲ ଝଡବ କି ନାହିଁ ବାଲ ଥିଲେ ଝଡବ ଆମର ମା ମାନର ବାଲ ଝଡଲା କିଛି କରିପାରିଲେନି ତମ ବାଲ ଝଡଲେ ତମକେ 4 ଡେକ୍ସି ହେଲେ ମିଳିଲାନି ମିଳୁଛି କି ନାହିଁ 4 ଡେକ୍ସି ହେଲେ ମିଳୁଛି ଭାତ ଡେକ୍ସି ହେଲେ ମିଳୁଛି ଆମର ମା ମାନକେ କିଛି ନାହିଁ ନାଲି ଆକା ଫିଙ୍ଗବାର ମା ଏମିତି ହଉଥିବ ନାଲେ ଫିଙ୍ଗବା ଏମିତି କରି ନାଲେ ଏବେ ତମେ ରଖୁଛ ବାଲ ଝଡଲେ ବି ଲାଭ ଅଛି କି ନାହିଁ ଦାନ୍ତ ଅଛି ଠିକ କରି ଝଡବ କି ନାହିଁ ତବେ ଦାନ୍ତ ଥିଲା ହାସି ଦେଇଥିବା ପରେ ଭୋବଡି ହେଲା ପରେ ଦାନ୍ତରେ ତ ଯିବ କି ନାହିଁ ଦାନ୍ତ ବି ଦିନେ ଯିବ ଚକ୍ଷୁ ବି ଦିନେ ନିସ୍ତେଜ ହେବ କି ନାହିଁ ନିସ୍ତେଜ ହବ ପେଟ ଜଲା ପଡା ହେବ କି ନାହିଁ ହେବ এটা তো শরীর শান্তিটা কি নাই কিন্তু ইয়ার পরে যে শরীর দেবে এটা গৌরবযুক্ত শরীর দেবে খ্রিস্ট আসুଛନ୍ତି বিশ্বাসী ମାନଙ୍କୁ গৌরবান্বিত କରିବା ପାଇଁ ଆଉ বিশ্বাসী ମାନଙ୍କ ସହିତ ସେ ଗୌରବାନ୍ବିତ ସେଇଥିପାଇଁ ମେଘମାଳାକୁ ଆମେ ଯିବୁ ଚତୁର୍ଥ ବିଷୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ମେଘମାଳାରେ ଆସୁଛନ୍ତି ଯୋହନ 14 ପର୍ବ ତାର 1 2 3 ପଢିବାର ଆବଶ୍ୟକ ନାହିଁ ଆପଣ ଜାଣିଛନ୍ତି ଯୋହନ 14 ପର୍ବ ବୋଲେ କଣ ଯୀଶୁଙ୍କର ପ୍ରତିଜ୍ଞା କଣ ମୁଁ ଯୋଉଠି ଥିବି ତୁମେ ବି ସେଠି ଆକା ଥିବ ସେ ପ୍ରତିଜ୍ଞାକୁ ପୁରା କରିବା ବେଶେ ଏତି ଯେମିତି କରିଥିଲେ ବି ଛାଡି ପାଲେ ଟିକେ ପଢି ଦେବେ ଖୋଲି ଚଲେ ପଢି ଦେବେ ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହଉ ତାକୁ ଧନ୍ୟବାଦ ଦେଲ କି ନାହିଁ ଦେଇନ
ଆମେ ତୁମ୍ଭେମାନେ ଈଶ୍ୱର ଠାରେ ବିଶ୍ୱାସ କର। ଟିକେ ଟିକେ ଧୈର୍ଯ୍ୟ ଧରୁହ ତ, ଆମେ ଟିକେ କଣ କରିବା, ଭାଇଙ୍କୁ ଟିକେ ଧନ୍ୟବାଦ ଦେବା, ବାଇବେଲ ପଢୁଥିବା ଭାଇଙ୍କ ପାଇଁ ଟିକେ ତାଳି ମାରନ୍ତୁ। ଭେରି ଗୁଡ୍, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ତାଙ୍କ ନାଁ ହଉଛି ପ୍ରଦୀପ ପାଟନା, ପାଟନାରୁ ଆସିନାହାନ୍ତି, କଣ ତାଙ୍କ ନାଁ ହଉଛି ପ୍ରଦୀପ ପାଟନା ହେଲା। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ, ସୁନ୍ଦର ଭାବରେ ବାଇବେଲ ପଢୁଛନ୍ତି, ପ୍ରଭୁ ତାଙ୍କୁ ଆଶୀର୍ବାଦ। ପଢନ୍ତୁ ଭାଇ ଟିକେ ପଢନ୍ତୁ। ହଁ, ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହଉ। ତୁମମାନଙ୍କ ହୃଦୟ କଣ ନ ହଉ? ଉଦ୍ବିଗ୍ନ ନ ହଉ। ତୁମ୍ଭେମାନେ ଈଶ୍ୱର ଠାରେ ବିଶ୍ୱାସ କର, ଈଶ୍ୱରଙ୍କ ଠାରେ ବିଶ୍ୱାସ କର, ମୋ ଠାରେ ମଧ୍ୟ ବିଶ୍ୱାସ କର। ମୋ ଠାରେ ବି ବିଶ୍ୱାସ କର। ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, ଅନେକ ବାସସ୍ଥାନ ଅଛି। ଯଦି ନଥାନ୍ତା, ଯଦି ନଥାନ୍ତା ତାହେଲେ ମୁଁ ତୁମ୍ଭମାନଙ୍କୁ ତାହେଲେ ମୁଁ କହିଥାନ୍ତି, ତୁମମାନଙ୍କୁ କହିଥାନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ସ୍ଥାନ ଯାଉଛି। ପ୍ରସ୍ତୁତ କରିବାକୁ ଯାଉଅଛି। ପୁଣି ପୁଣି ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ପୁନର୍ବାର ଆସିବି। ଆଉ ମୁଁ ଯୋଉ ସ୍ଥାନରେ ଥାଏ ତୁମ୍ଭେମାନେ ମଧ୍ୟ ଯେପରି ସେଇ ସ୍ଥାନରେ ରହିବ। ପ୍ରଭୁ ଯୀଶୁ କାହିଁକି ଆସୁଛନ୍ତି? ସେ ଯୋଉଠି ଅଛନ୍ତି ଆମକୁ ସେଇଠି ନେବା ପାଇଁ। ଆମର ପରମେଶ୍ୱର ମିଛ କହିବା ପରମେଶ୍ୱର ନୁହନ୍ତି। ଆମେ ଗାଉଛୁ, ତୁ ସଚ୍ଚା है प्रभु, तू झूठा नहीं है, तू पवित्र पवित्र। कौन? तू सच्चा है प्रभु, तू झूठा। हमारे परमेश्वर झूठा परमेश्वर नहीं। से कोई छंती मुई झूठी थीबी तमे मिसा स्थिति आगा थिबो, से प्रतिज्ञा को पूरा करबा पाए से आसुछंती। मैं आपण मान को मोर साक्ष्य कहबा पाई चाहे। थोड़े दिने राति रे फेरिलु, आमे घंटे अधिक 2टा बेले फेरलु, मीटिंग रो फेरलु, ट्रॉली धरी कर ऊपर चेगलु, घरे कबाट खोली घरे गलु, घरे के तो नहीं हैला। आमे 2 लोक आका इति चाबी पकाइले स्थिति खोला थिबो, स्थिति थिले कटक थिले जयपुर बंद थिबो, जयपुर थिले कटक बंद थिबो, दिने खोला बंद चली थिबो। हमर दिने राति 2टा बेले खेटलु, खेटी करी थेरेपेती ऊपर गलु, 5टा बेले पुनी बाहरलु, 2टा बेले खेटी आरी 5टा बेले आरी थरे सेतकी भीतर सोइलु, उठलु, गाधेलु, बेग रेडी करे आरी बाहरलु। उल्ला बेले प्रभु से घर के भल कर देखली, मुई से किचन को देखली, से डोर स्क्रीन को देखली, खोट को देखली, सोफा को देखली, सब देखली। प्रभु चुचा का घर बांधलु, प्रभु रोई मिसा हो नहीं, तो रोई मिसा हो नहीं प्रभु, और दिन रेस्ट नहीं हो नहीं। एबे आइलु प्रभु, एबे आरी ट्रॉली धरी बाहरलु, और सेटू ओली करी पुणी आमे कोन करिबु, सकाळ 5टा बेले ट्रेन धरी करी आमे पुणी खेटबु केबे, संजे की राति की सकाळे परा। प्रभु गोटे कथा कहले, बाबू रे एटा तोर घर नाही, तोर घर स्थिति আছে, এটা তোর টেম্পোরারি রইবা জায়গা। এতকি কইলা পরে মোর মন শান্তি হই গলা। মতে জনে কউছিলা, তোমার তো পিলা ঝিলা নাই আজ্ঞা, এ মরি গলে ঘর কাটা হিসেবে কাটা হেলে হি হবে তিন। আমার ঘর যাই আছে, তুরি বাদলে আমি গলে হেলা সত কি আকা, এ ঘরের ভরসার বসি দিব কে হবে। আমার লোকমান বেলে বেলে মাড গলে লেনতি পুরা টু ছতে নাই। টিকে জমি পাই মকে ইতি তোপা, ইতি আকা তোপা, তমকে সে জমি লগ তোপায়, সে ফাউন্ডেশন র তোপায় তমকে কোন পাই? আমার পাই ঘর আছে, আমার মেড় ঘর থাও কি চাল ঘর থাও, প্রভু প্রতিজ্ঞা করেছেন আমাকে সেটি জীব, সেই ভরসা আমি, সেইটা মোর ভরসা। আর দ্বিতীয় ভরসা কিছু নাই, কিছু নাই। মোর প্রিয় ভাই ভৌণী মানে প্রভু আমাকে সাহায্য করন্তু। প্রভু যীশু খ্রিস্ট কাহিকি আসুচন্তি, এইথিপাই মেঘমালা আসুচন্তি যে সাধু মানকৰ পরিত্রাণକୁ পুরা করবা পাই। যীশু যেবে আসিবে মোর পরিত্রাণ কমপ্লিট হয়ে যাব। সে আসি কাহিকি আসুচন্তি, মনোনীত লোকମାନଙ୍କୁ সংগ্রহ করবা পাই। কুলা হালাই দেলে শস্য আড়ে শস্য, ওগাড়ি আড়ে ওগাড়ি, চিড়ি গলা কথা। এবে শস্য পরা থিবি সত না নাই। বেড়ারে ধান কাটলা বেলে আগ কেমতি ভাবুতিলা, সে পিয়াল তসু তসু সে শ্রদ্ধা হয়ে যাওতা, তাকে কাটি করে আনুଥିଲେ। আর ঝুমুক ঝুমুক কলে সে মিশা ঝুমুক ঝুমুক নাচি নাচি করে পেন্ডা সাঙ্গে আসবার। আসলে কোন করলে কটারে তাকে মেন্ডাইলা বেলে সে মিশি করে মেন্ডাউଥିଲେ তাকে। সে ভাবুଥିଲା কোন কাকে জানা নাই, মুইতি মিশি করে আছি বলে কাকে জানা নাই। তারপরে কোন করিবার তাকে শুকাইবার 2 দিন সেতকি যাই সে চুপচাপ থিব। তারপরে কুলা লোক উড়াইলা বেলে তো হেলাবে বাটে আরি হতে নাই, তাকে বাস্তায় ভর্তি করে আনবে নাই নাই, তাকে আগে পড়াইবে, তারপরে কোন করবে ধানକୁ সংগ্রহ করি
ବାସ୍ତାରେ ଭର୍ତ୍ତି କରି ଘରେ ଆଣିବେ। ମନେ ରଖିଥାନ୍ତୁ, ସେଇଟା ଭଲ କରି ବୁଝିବାର ଅଛି। ଆଜି ଆମେ କଣ କରିବା? ଖ୍ରୀଷ୍ଟ କାହିଁକି ଆସୁଛନ୍ତି? ଆମକୁ ଗୌରବ ଦେବା ପାଇଁ ଆସୁଛନ୍ତି। କଣ ପାଇଁ? ଆମର ସେ ଯୋଉଠି ଥିବେ ସେଠି ଏଟା ରହିବା ଜାଗା ନାହିଁ। ଲୋକମାନେ କଣ ଭାବୁଛନ୍ତି? ଖ୍ରୀଷ୍ଟିଆନ ମାନଙ୍କ ଦେଶ ଖେଦି ଦେବୁ। କଣ କରିବେ? ଖେଦି ଦେବେ। କଣ ପାଇଁ ଖେଦବେ? ତାର ବୁଆର ଘରେ ଭାড়ায় আছো ଆମେ? କଣ ନାଇଁ, କାর বুয়ার ঘরে ভাড়ার আছো কি ଆମେ? এটা আমার দেশ, খান্টি ভারতীয় ଆମେ। ইতির ইতির মঞ্জি ମୁଁ କହୁଥିଲି ପରା, ଆମର ବ୍ଲଡ ନେ ଟେଷ୍ଟ କର ତ କଣ କଣ ବାହାରିବ? ମାଣ୍ଡିଆ ଗୁଣ୍ଡ, ଭଦୟ, କୋଲଥ, ଜନ୍ଦ୍ରି ନାହିଁ, ଇତି ଟାକା ସବୁ। ଏଇ ଟେଷ୍ଟ କଲେ କଣ ଜଣା ପଡୁଛି ଟି? ନା ଆଜ୍ଞା ମାଣ୍ଡିଆ, ଆରି କଣ କୋଲଥ, ଆରି ଭଦୟ, ଜନ୍ଦରି এটা টাকা ହେଲେ ଏଇତି টাকা বলে সত না? ମୋର ପ୍ରିୟ ଭାଇ ଭଉଣୀ ମାନେ, ଥରେ ମତେ ଗୋଟେ ବିଡାଉ ଥିଲା, ତୁ ଏଠି ଆସି କଣ କରୁଛୁ? କୋଉଠି ଆସିଛି ବୋଲି ମୁଇଁ ଏଠି, তোর ঘর কোটি বললাম ওকে। ইয়ে বুয়া ମୁଁ କହିଲି, ମୁଁ তোকে ଆମେରିକାର ପରା ଦିଶୁଛି, ମୋର କଲର ତ ଜଣା ପଡୁଛି ମୁଁ କୋରାପୁଟିଆ ବୋଲି କରି। ମୋର କଲର ବାଗା, କଲର କଥା ତ ଚେଞ୍ଜ ହବ ନାହିଁ ନା, ମୋର କଲର ଚେଞ୍ଜ ହବ କି? ମୁଇଁ କେତେ ଦିନ ଦେଖିଲି ସେ ଟିଭିରେ ବାହାରିବ କି ନାହିଁ, ଏ କ୍ରିମ ଲଗାଇଦେଲେ ସପ୍ତାହରେ ଗୋରା ହେଇଯିବ, 3 ସପ୍ତାହରେ। ଆନି ଲଗାଇଲି 3 ବର୍ଷ ଯାକ। ସେ କାଲିଆକୁ ସେ ଦିନରୁ ମୁଁ ଲଗାଇବାଟା ଛାଡ଼ିଦେଲି। ମୋ ସ୍ତ୍ରୀ ବେଳେ କହିବେ, ଟିକେ ଲଗାଅ ମୋ ସେଟା ଲଗାଅ। ତମେ ଏବେ ଲଗାଉ ତ, ତମର ପୂର୍ବରୁ ମୁଇଁ লাগাই সারিছি। কিছু কামକୁ দেবাটা କିଛି କାମ ନାହିଁ। ଲାଗାଇ ହାଲିଆ ହେଇଗଲି। ଲଗାଇବାର ଟିକେ ଯାଇ ଦେଖବାର, ଆରି ଲଗାଇବାର ସବୁ କ୍ରିମ ସେ ହିରୋଇନ ମାନେ ଲଗାଇ କରି ସେ ଗୋରା ଗୋରା ଲୋକ ଲଗାଇଲେ ହେବ କି ନାହିଁ? ଆମର ପରା ଗୋଟେ କାଲିଆ ଲୋକ ନେ ଲଗାଉ ତ, ସେ କମ୍ପାନୀ ସେ ପଣ୍ଡସ୍ ହଉ କି ଲକ୍ଷ୍ମୀ ହଉ କି କିଏ ମିଶା ହଉ ବେ, ସତ କି ନାହିଁ? କି ହିମାଲୟ ହଉ କି কে মিশা হু, আমার পুরা কালা লোক নে লাগাই করে গোরা করে দেখো মু জানবি। কোন করছন্তি? সিওর সাকসেস। আমার টিউটোরিয়াল রে সিওর সাকসেস। সে তো 90% মার্ক আনবা লোক যাই নেই থিবে, সিওর সাকসেস ହେବ কি নাই? সে পিলা মানে 80% 90% তাকু নেই ভর্তি করবে। আমার পড়া নেই জয়েন করুন তো 35 নম্বর আনবার লোক, কোটি 28, কোটি 25, কোটি 32। ମୁଁ ସ୍କୁଲରେ ପଢିଲା ବେଳେ ଗଣିତରେ 34 କି କେତେ ଆସିଥିଲା? 34 ବେଳେ କଦ 34 କି ସର୍ଦା ମୁଇଁ, କାରଣ 30 ହଉଛି ପାସ୍ ମାର୍କ, 4 ଆରୁ ଅଧିକ ମିଳି ଯାଇଛି। ଗୋଟେ ପିଲା ବସି କାନ୍ଦୁଥିଲା, ମୋ ସାଙ୍ଗ ଗୋଟେ 97 କି 98 ଆଣିକରି। ମୁଁ କହିଲି, କିସ୍ ପାଇଁ କାନ୍ଦୁଛୁ? ମୋର 100 ଆସିଥାନ୍ତା। ମୁଁ କହିଲି, ତୁରେ ଛାତିଆ, তুই কাঁদুଛୁ 97 আনিকরি, মকে দেখ 34। প্রিয় ভাই ভଉଣୀ ମାନେ, প্রভু অনুগ্রহ করন্তু। এটা আমার টেনশন নাই। আম পরা মূর্খ লোক জয়েন করে দেখাও তো, পাস মার্ক আনু। আমার পরা এটা আমাকে নিয়ে বস পরে ডাক্তার করো তো দেখবা। ডক্টর কে হেব যে 90%, 99% সে মান ডাক্তার হেবে। আমারটা মানে পেশেন্ট। ଆମେ ସବୁ କଣ ହବୁ? ଆମେ ଡକ୍ଟର ନା, ଆମେ ସବୁ ପେସେଣ୍ଟ। ସବୁ ଡାକ୍ତର ହେଲେ କେ ପେସେଣ୍ଟ ହବ? ସେଥିପାଇଁ ଆମେ ପାଠ ପଢୁନୁ ପେସେଣ୍ଟ ହେବା ପାଇଁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ କାହିଁକି ଆସୁଛନ୍ତି? ଏଇଥିପାଇଁ ଆସୁଛନ୍ତି ଯେ ସେ ଦେଇଥିବା ପ୍ରତିଜ୍ଞାକୁ ପୁରା କରିବା ପାଇଁ। ସେ ଯୋଉଠି ଥିବେ ଆମେ ବି ସେଠି ଖେଦି ଦେଲେ କିସ୍ ଅଛି, କେନେ ଯିବୁ? ଥରେ ଜଣେ ଲୋକକୁ କଣ ବୋଲି କହୁଛନ୍ତି, ଏ ଦେ ଶୁଣନ୍ତୁ ଭାଇ, ଟିକେ ଶୁଣ ତ, ପାକିସ୍ତାନ ତ ମୁସଲମାନ ଲୋକର, ହଁ ଭଲ, ଆଜି ନହେଲେ କାଲି ହିନ୍ଦୁସ୍ତାନ ହିନ୍ଦୁ ମାନଙ୍କର ହେଇଯିବ।